ରାପଚର ରେ ସ୍ଥାନ ପାଇବା ପାଇଁ, ଆଗମନରେ ସ୍ଥାନ ପାଇବା ପାଇଁ ଯଦି ଇଚ୍ଛା କରୁଛନ୍ତି, କେତେ ଭକ୍ତି ଭଜନ କଲେ ବି ଲାଭ ନାହିଁ, କେତେ ନାଚ ନାଟ କଲେ ବି ଲାଭ ନାହିଁ ଆଜ୍ଞା। କେତେ ଲମ୍ବା ଚଉଡା ପ୍ରଚାର କଲେ ବି ଲାଭ ନାହିଁ, କେତେ ପ୍ରକାଶିତ ବାକ୍ୟ ଜାଣିଲେ ବି ଲାଭ ନାହିଁ ଆଜ୍ଞା। କେତେ ସିନିୟର ଖ୍ରୀଷ୍ଟିଆନ ହେଲେ ବି ଲାଭ ନାହିଁ, କେତେ ବାକ୍ୟର ଜ୍ଞାନ ଥିଲେ ବି ଲାଭ ନାହିଁ, କେତେ ସୁନ୍ଦର ସୁନ୍ଦର ଓଡ଼ିଆ ସାହିତ୍ୟିକ ପଦ ବ୍ୟବହାର କରିକି ପ୍ରାର୍ଥନା କଲେ ବି ଲାଭ ନାହିଁ, ଯେ ପର୍ଯ୍ୟନ୍ତ ଯଦି ଆମ୍ଭ ମାନଙ୍କର ପବିତ୍ରତା ଧରି ରଖିନୁ ଆମେ ମାନେ। କାରଣ ଯେ କେହି ତାଙ୍କ ଠାରେ ଏହି ଭରସା ରଖିଛି, କୋଟା ତାଙ୍କ ଆଗମନରେ ଉଠାଯିବି ତାଙ୍କୁ ଦର୍ଶନ କରିବି ବୋଲି ଯେ ଭରସା ରଖିଛି, ଆଶା ରଖିଛି, ଅପେକ୍ଷା କରୁଛି, ସେ ଯେପରି ପବିତ୍ର ସେହିପରି ସେ ନିଜକୁ ମଧ୍ୟ ପବିତ୍ର କରେ, ଚେଷ୍ଟା କରେ, ପ୍ରାଣପଣ କରେ, ଲଢେ, ସଂଘର୍ଷ ଥାଏ ସେମାନଙ୍କ ଜୀବନରେ। କେତେ ଦୂର ନିଜର ପବିତ୍ରତା ପାଇଁ ସଂଘର୍ଷ କରୁଛନ୍ତି କହନ୍ତୁ ତ? କେତେ ଥର ନିଜର ପାଇଁ କାନ୍ଦିଛନ୍ତି, ପ୍ରଭୁ ମୁଁ ପବିତ୍ର ରହିବି, ପ୍ରଭୁ ଅଶୁଚି ହେବାକୁ ଦିଅନି, ପ୍ରଭୁ ଖସି ଯିବାକୁ ଦିଅନି, ପ୍ରଭୁ ପଛଘୁଞ୍ଚ ହେବାକୁ ଦିଅନି, ପ୍ରଭୁ ପଡିଯିବାକୁ ଦିଅନି, ପ୍ରଭୁ ଫାନ୍ଦରେ ପଡିଯିବାକୁ ଦିଅନି, ସଂସାରର ଜଞ୍ଜାଳରେ ପଡିବାକୁ ଦିଅନି, ସଂସାରର ଆକର୍ଷଣରେ ପଡିବାକୁ ଦିଅନି, କୌଣସି ପ୍ରଲୋଭନରେ ପଡିବାକୁ ଦିଅନି। ପ୍ରଭୁ ମତେ ଶୁଚି କର, ମତେ ଶୁଚି କର, ପବିତ୍ର କର ପ୍ରଭୁ ବୋଲି କେତେ ଥର ଗିଡି ଗିଡାଇଛନ୍ତି ଆପଣ କୁହନ୍ତୁ ତ? ଆକୁ ଆଶୀର୍ବାଦ କର, ତାକୁ ଆଶୀର୍ବାଦ, ଆକୁ ସୁସ୍ଥତା ଦେଇଦିଅ, ଆକୁ ଆଶୀର୍ବାଦ କର, ତାକୁ ବିବାହ କରାଇଦିଅ, ତାକୁ ଜବ୍ ଦେଇଦିଅ। ଆମର ପ୍ରାର୍ଥନା ଖାଲି 24 ଘଣ୍ଟା ଏଇଟା ଆଜ୍ଞା। ପ୍ରଭୁ ମତେ ଆଶୀର୍ବାଦ କର, ମତେ ସୁସ୍ଥ କରିଦିଅ, ମତେ ବଳ ଦିଅ, ମତେ ଶକ୍ତି ଦିଅ। ପବିତ୍ରତା ପାଇଁ କେତେ ଥର ପ୍ରାର୍ଥନା କରିଛନ୍ତି, କେତେ ଥର ଉପବାସ କରିଛନ୍ତି, କେତେ ଥର ଆଣ୍ଠେଇଛନ୍ତି କୁହନ୍ତୁ ତ?